ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ସମୂହ କ୍ରୀଡ଼ା ସଂଗଠନ ପ୍ରତିଯୋଗିତା ଅନୁଷ୍ଠିତ। ଆଜି ମିଳିଥିବା ସୂଚନା ମୁତାବକ ନୂଆଗାଁ ସଦର ମହକୁମା ଥିବା ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୀମେଶନ ଦାସଙ୍କ ନେତୃତ୍ୱରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସମୁଦାୟ 9ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଭଲିବଲ, ଚେସ୍, ବ୍ୟାଡମିଣ୍ଟନ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀ ଅନ୍ୟ ସବୁ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ୱାଗତ କରି ଉଦ୍ଘାଟନୀ ସଭା ଆରମ୍ଭ ହୋଇଥିଲା। ଆଜିର ଏହି ସଭାରେ ନୂଆଗାଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୀମେଶନ ଦାସ, ତୁଷାର କୁମାର ମିଶ୍ର, ହେମନ୍ତ ସେଠୀ, ଶାନ୍ତିଲତା ଦେଇ ସମୂହ କ୍ରୀଡ଼ା ଶିକ୍ଷକ ଯୋଗ ଦେଇଥିଲେ। ତତ୍ସହିତ ଅନ୍ୟାନ୍ୟ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହିଥିଲେ। ଏହିପରି ଭାବେ ଆଜି ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ସମୂହ କ୍ରୀଡ଼ା ସଂଗଠନ ଦ୍ୱାରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ଉଦ୍ଦେଶ୍ୟ ପୁରସ୍କାର ଲାଭ ନୁହେଁ, ଶୃଙ୍ଖଳାମୟ ଓ ସୁସ୍ଥ ଜୀବନ ମୂଲ୍ୟବୋଧ ହିଁ ପ୍ରଧାନ ଅଟେ। ଆମ୍ଭେ ପ୍ରତିଜ୍ଞା କରୁଅଛୁ ଯେ ବ୍ୟବସ୍ଥାପକ ମାନଙ୍କର ସମସ୍ତ ନିଷ୍ପତ୍ତି ଦ୍ୱିଧାହୀନ ଚିତ୍ତରେ ଗ୍ରହଣ କରିବୁ ଓ ବିଚାରକ ମାନଙ୍କର ମତାମତ ଆମ ପାଇଁ ହେବ ଶେଷ ଓ ଚୂଡ଼ାନ୍ତ। କ୍ରୀଡ଼ାନୁଷ୍ଠାନର ଆଇନ କାନୁନ ଓ ଶୃଙ୍ଖଳାକୁ ସହଜ ଭାବରେ ଗ୍ରହଣ କରି ତଦନୁସାରେ ସୁଶୃଙ୍ଖଳ ଭାବେ କାର୍ଯ୍ୟ କରିବୁ।